ପିଲାମାନେ ଆଜି ଆମେ ମହାରାଜାଙ୍କୁ ଜ୍ୱରର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର କରିଦେଲା ବାଘ ମହାରାଜା ପଶୁପକ୍ଷୀକୁ କେଉଁ ଆଦେଶ ଦେଇଥିଲେ? ବାଘ ମହାରାଜା ପଶୁପକ୍ଷୀଙ୍କୁ ଏକାଠି ହୋଇ ଆସିବାକୁ ଆଦେଶ ଦେଇଥିଲେ। ଖରେ କେଉଁ ସବୁ ରଙ୍ଗରେ ମଞ୍ଚ ସଜାଗଲା? ନାରଙ୍ଗୀ, ଧଳା ଓ ହଳଦିଆ କପଡ଼ାରେ ମଞ୍ଚ ସଜାଯାଇଥିଲା। ଗରେ ତୁମକୁ ଯଦି ଜଙ୍ଗଲର ରାଜା କରାଯାଏ ତେବେ ତୁମେ କ'ଣ କରିବ? ତାହେଲେ ଜଙ୍ଗଲର ରାଜା ହେଲେ ପଶୁପକ୍ଷୀଙ୍କୁ ସୁରକ୍ଷିତ ରଖିବି, କାହାକୁ ଶିକାର କରିବାକୁ ଦେବି ନାହିଁ। ଘରେ କେଉଁ ସବୁ ଫଳ ଗୁଡ଼ିକୁ ବଣରୁ ସଂଗ୍ରହ କରାଯାଏ? କୁହ ତାହେଲେ ହେଲା, କେଉଁ ସବୁ ଫଳ ଗୁଡ଼ିକ ବଣରୁ ସଂଗ୍ରହ କରାଯାଏ? ପିଲାମାନେ ଆମ୍ବ, ପଣସ, କଦଳୀ ଆଦି ଫଳ ଜଙ୍ଗଲରୁ ସଂଗ୍ରହ କରାଯାଏ। ନେକ୍ସଟ ଦେଇଛି ଚିତ୍ର ଦେଖ ଓ ତଳେ ଦିଆଯାଇଥିବା ଶବ୍ଦକୁ ଆମେ ରେଫ ଲାଗିଥିବା ଅକ୍ଷରକୁ ଗୋଲ ଭିତରେ ଲେଖିବା। ବୁଝିହେଲା? ତାହେଲେ କୋଣାର୍କ ହେଲା, ତାପରେ ଏଠି ପର୍ବତ, ତାପରେ ନେକ୍ସଟ ମର୍କଟ, ଯୋଉଠି ରେଫ ଲାଗିଛି ଏଠି ପରେ ଲାଗିଛି, ପରେ ତାକୁ ଆମେ ଗୋଲ ଭିତରେ ଲେଖିଲେ। 3 ନମ୍ବର ଦେଲା ଚିତ୍ର ସହ ଉପଯୁକ୍ତ ଶବ୍ଦକୁ ଗାର ଟାଣି ଯୋଡ଼ିବା। ସିଏ ଆମକୁ ସର୍ବତ ଦେଇଦେଇଛି, ତାପରେ ଏଇଟା ହେଲା ଆମର ଦର୍ପଣ, ଏଇଟା ହେଲା ଆମର ବର୍ଷା, ଇଏ ହେଲା ସିଂହର ଗର୍ଜନ, ତାପରେ ପ୍ରାର୍ଥନା। 4 ନମ୍ବର ପ୍ରଶ୍ନ କୋଠରୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା। ତାହେଲେ ମାର୍ଗଶିର ଏଠି ହବ ଗର୍ଜନ, ଜରେ ରେଫଳା, ତାପରେ ବିସର୍ଜନ ସେଇ ଏକା ଜରେ ରେଫଳା, ପର୍ବତ ବରେ ରେଫଳା ହେଲା, ପରାମର୍ଶ, ତାପରେ ନିର୍ଝରିଣୀ, ତାପରେ ଆଦର୍ଶ। 5 ନମ୍ବର ପିଲାମାନେ ଚିତ୍ର ଦେଖ ଓ କୋଠରୀରେ ତାର ନାମ ଲେଖ। ତାହେଲେ ଇଏ ହେଲା ଆମର ପତ୍ର, ଇଏ ହେଲା ପ୍ରଜାପତି, ବୁଝିହେଲା, ଇଏ ଚକ୍ର, ତାପରେ ବୁଝିହେଲା, ତାପରେ ଇଏ ହେଲା ଆମର ବିଦ୍ୟାଳୟ, ତାପରେ ଲେଖିବଟା ଏକ୍ସରସାଇଜ ବା ଓଡ଼ିଆରେ ଆମର ବ୍ୟାୟାମ, ତାପରେ ଘୋଡ଼ା, ତାପରେ 6 ନମ୍ବର ଦେଇଛି ପଢ଼ିବା ଓ ଲେଖିବା। ସର୍ପ ଏଠି ଆମର ସର୍ପ ଲେଖିଦବ। ପରିଶ୍ରମ ଏଠି ଆମର ପରିଶ୍ରମ ଲେଖିବ, ସେମିତି ଲେଖିଦବ। ପ୍ରିୟ ଭ୍ରାତା, ନଦୀ ସ୍ରୋତ, ତାମ୍ର ପାତ୍ର ଆଉ ଆଶୀର୍ବାଦ। ତାପରେ 7 ନମ୍ବର ପିଲାମାନେ ଶେଷ ଅକ୍ଷରରେ ର ଫଳା ଦେଇ ଶବ୍ଦଟିକୁ ପଢ଼ ଓ ଲେଖ ହେଲା, ଏଟାକୁ ଚକ୍ର ର ଫଳା ଦେଲେ, ତାପରେ ନିଦ୍ରା, ତାପରେ ଶୀଘ୍ର, ତାପରେ ବଜ୍ର। 8 ନମ୍ବର ପିଲାମାନେ ପାଠଟିକୁ ପଢ଼ି ଉତ୍ତର ଲେଖ। କରେ କାହାକୁ ଜ୍ୱର ହୋଇଥିଲା? ଉତ୍ତରରେ ଲେଖିବା, ଏଇଟା କର ଉତ୍ତର, ମହାରାଜା ବାଘଙ୍କୁ ଜ୍ୱର ହୋଇଥିଲା। ଖରେ କେଉଁମାନେ ମହାରାଜାଙ୍କୁ ଦେଖା କରିବାକୁ ଆସିଥିଲେ? ହାତୀ, ଠେକୁଆ, ପ୍ରଜାପତି, ହରିଣ, ମାଙ୍କଡ଼ ରାଜାଙ୍କୁ ଦେଖା କରିବାକୁ ଆସିଥିଲେ। ଗରେ ବାଘ ରାଜା ସମସ୍ତଙ୍କୁ କାହିଁକି ପ୍ରଶଂସା କଲେ? ସମସ୍ତ ପଶୁପକ୍ଷୀ ରାଜାଙ୍କ ଆଦେଶରେ ଆସିଥିବାରୁ ସିଏ ପ୍ରଶଂସା କଲେ। ଘରେ ଏହି ପାଠରେ ଉପହାର ଦେବା ବଦଳରେ କେଉଁ ଶବ୍ଦ ବ୍ୟବହାର କରାଯାଇଛି? ଏହି ପାଠରେ ଉପହାର ଦେବା ବଦଳରେ ଭେଟି ଶବ୍ଦ ବ୍ୟବହାର କରାଯାଇଛି। ରେ ମହାରାଜାଙ୍କ ଆୟୋଜିତ ଭୋଜିରେ କ'ଣ ସବୁ ରନ୍ଧା ହୋଇଥିବ ଚିନ୍ତା କରି କୁହ। ତାହେଲେ ମହାରାଜାଙ୍କ ଭୋଜିରେ ଭାତ, ଡାଲି, ମାଂସ, ଖଟା, କ୍ଷୀରି ଏସବୁ ଆୟୋଜିତ ହୋଇଥିବ। 9 ନମ୍ବର ପିଲାମାନେ ଏଇଠି ଦେଇଛି ଶିକ୍ଷକଙ୍କ ସହିତ ଆଲୋଚନା କରି ତୁମ ବିଦ୍ୟାଳୟରେ ପ୍ରତିଦିନ ଦିଆଯାଉଥିବା ଖାଦ୍ୟର ତାଲିକା ତମେ ଏଠି ପ୍ରସ୍ତୁତ କରିବା ହେଲା, ଏଇଟା ଶିକ୍ଷକ ଡାକିଦେବେ। 10 ନମ୍ବର ଚିତ୍ର ଦେଖ ଓ ତଳେ ଥିବା ଶବ୍ଦକୁ ନେଇ ଗୋଟିଏ ଧାଡ଼ି ଲେଖ। ବୁଝିଲା? ଅଶ୍ୱକୁ ନେଇ ବାକ୍ୟ ଗଠନ କରିବା। ଲେଖିଦେବା ଏଠି ଅଶ୍ୱ ଖୁବ୍ ଜୋରରେ ଦୌଡ଼େ। ତାପରେ ଜିହ୍ୱା ଆମେ
ଜିହ୍ୱା ଦ୍ୱାରା ସ୍ୱାଦ ବାରିପାରୁ। 11 ନମ୍ବର ଆସ ଆଲୋଚନା କରି ପ୍ରଶ୍ନ ତିଆରି କରିବା। ହେଲା, ଏଠି ଆମର ପ୍ରଶ୍ନ ତିଆରି କରିବା। କରେ ଭାଲୁକୁ ଜ୍ୱର ହୋଇଥିଲା। ତାହେଲେ ପ୍ରଶ୍ନ କଲେ କ'ଣ ହବ? କାହାକୁ ଜ୍ୱର ହୋଇଥିଲା? ଲାଷ୍ଟକୁ ଗୋଟେ କ୍ୱେଶ୍ଚିନ୍ ମାର୍କ ଦବ। ହେଲା, ପ୍ରଶ୍ନବାଚକ ଚିହ୍ନ। ରାଜାଙ୍କର ଅଶ୍ୱର ନାମ ବିଶ୍ଵ। ଲେଖିବ ରାଜାଙ୍କର ଅଶ୍ୱର ନାମ କ'ଣ? ତାପରେ ଜଣେ ଦ୍ୱିଜ ଈଶ୍ୱରଙ୍କ ମୂର୍ତ୍ତି ଆଗରେ ବସିଛନ୍ତି। ଲେଖିବ କିଏ ଈଶ୍ୱରଙ୍କ ମୂର୍ତ୍ତି ଆଗରେ ବସିଛନ୍ତି। ବୁଝିଲା? 12 ନମ୍ବର ଶୁଣ ଓ ଲେଖ ଶିକ୍ଷକଙ୍କଠାରୁ ଶୁଣିକି। ଅଶ୍ୱିନୀ ମାସରେ ଦୁର୍ଗା ପୂଜା ହୁଏ। ଲେଖିବ ଆମ୍ବଡ଼ାରେ ସ୍ୱାଦ ଆମ୍ବିଳା, କୋଇଲିର ସ୍ୱର ମଧୁର, ବିଶ୍ୱାମିତ୍ର ଋଷି ଦୟାଳୁ ସ୍ୱଭାବର ଥିଲେ। 13 ନମ୍ବର ଅସଜଡ଼ା ଶବ୍ଦକୁ ସଜାଡ଼ି ଲେଖିବ। କ'ଣ ହବ ଏଇଟା? ଅଭ୍ୟାସ। ତାପରେ ସାହାଯ୍ୟ, ମନେ ରଖିତ ସାହାଯ୍ୟରେ ରେ ଫଳା ନାହିଁ। ତାପରେ ବ୍ୟାୟାମ, ତାପରେ ସତ୍ୟ ବାଣୀ, ତାପରେ ଆବଶ୍ୟକ, ତାପରେ ବ୍ୟବସାୟ। 14 ନମ୍ବର ବାକ୍ୟ ପଢ଼ି ଆଉ ଗୋଟିଏ ନୂଆ ବାକ୍ୟ ଲେଖ। ଆବଶ୍ୟକରେ ଦେଲା ସବୁ କାମରେ ସଫଳ ହେବା ପାଇଁ ପରିଶ୍ରମ ଆବଶ୍ୟକ। ହେଲା, ତମେ ଆଉ ଗୋଟେ ବାକ୍ୟ ସେମିତି ଲେଖିବ। ଯାହା ଲେଖିଦେବ ସବୁଦିନ କର୍ମ କରିବା ଆବଶ୍ୟକ, ସବୁଦିନ ପାଠ ପଢ଼ିବା ଆବଶ୍ୟକ। ବୁଝିଲା? ତାପରେ ବ୍ୟବସାୟ, ରାଜୁର ମାମୁଁ ଲୁଗା ବ୍ୟବସାୟ କରନ୍ତି। ଆଉ ଗୋଟେ ଲେଖିବ କ'ଣ? ବ୍ୟବସାୟରୁ ଖୁବ୍ ପଇସା ମିଳେ। ହେଲା, ତାହେଲେ ବିଷୟଟିକୁ ଆମର ସମ୍ପୂର୍ଣ୍ଣ ସରିଲା। 15 ନମ୍ବର ତମେ ତମର ଭଲ ଅଭ୍ୟାସ ଗୁଡ଼ିକ ଲେଖିବ। ବୁଝିଲା? ସମସ୍ତଙ୍କର ଅଲଗା ଅଲଗା ଲେଖିବ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବ।